ଭାରି ସୁନ୍ଦର ଦେଖାଯାଉଛି। ଆମେ ବହୁତ ଦିନ ହେଲାଣି ଆମେ ଜାଗାରେ ରହି ଆସିଛେ, ଆମର ଜୀବନ ପ୍ରତି ବିପଦ ନାହିଁ, ଆମକୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଭଲ ଭାବେ ମିଳୁଛି, ଆମେ ସୁସ୍ଥ ସବଳ ହେଇ ଉଠିପାରୁଛେ, ଯାହାଦ୍ୱାରା ଆମ କୌଣସି ବିପଦ ନାହିଁ ନା କ'ଣ? ବହୁତ ବଢିଆ ଅଛି। ସ୍ୱଚ୍ଛ ପାଣି ଆମେ ସୁନ୍ଦର ରୂପେ ଆମେ ଏଠି ଆମର ଜୀବନ ଅତିବାହିତ କରିପାରୁଛେ, ସୁରୁଖୁରୁରେ ରହିପାରୁଛେ। ତେଣୁ ଏଇ ଜାଗା ଛାଡ଼ି ଆମେ କୁଆଡେ ଯିବାନି। କୁଆଡେ ଯିବାନି। ହଁ ମାଛ ଭାଇ, ଆପଣମାନେ କ'ଣ ସବୁ ଡିସାଇଡ୍ କରୁଛ? କ'ଣ ମଜା ମଜୁରିରେ ଅଛ? କ'ଣ ସବୁ ଖୁସିର କାରଣଟା କ'ଣ କୁହ? ଖୁସିର କାରଣ ମାନେ କଙ୍କଡ଼ା ଭାଇ, ଆମର ଏଇ ଯୋଉ ପୋଖରୀଟା ଅଛି ଭାରି ସୁନ୍ଦର ଲାଗୁଛି। ଏଠି ପାଣି ସଫା, ଅତି ସ୍ୱଚ୍ଛ, ଆଉ ଏଠି ଖାଇବାକୁ ଭଲ ମିଳୁଛି। ଆମେ କୌଣସି ଜୀବନ ପ୍ରତି ବିପଦ ରହୁନି ନା କ'ଣ ମାଛ ଭାଇ? ହଁ ବହୁତ ଭଲ ଅଛି, ବହୁତ ଭଲ ଅଛି। ହଉ ସାର୍, ଭଲ ହେଲା। ଆମେ ବି ଏଥିରେ ଭଲ ଭାବରେ ବଞ୍ଚିକି ରହିପାରିବା। ତଥାପି ଆମେ ସୁଖ ସ୍ୱାଚ୍ଛନ୍ଦ୍ୟ ରହିଲେ ମଧ୍ୟ ବୋଧହୁଏ ଜୀବନ ପ୍ରତି ଆମର ବିପଦ ଆସିପାରେ। ଆମେ ତଥାପି ଆମେ ସଜାଗ ରହିବାକୁ ପଡ଼ିବ। କାହିଁକି ନା ଆମର ଯେ ପରିବେଶ ଭିତରେ ସିନା ଆମେ କୌଣସି ବିପଦ ମାନେ ଶତ୍ରୁ ନାହାନ୍ତି, କାଳେ ଯଦି କୌଣସି ଶତ୍ରୁ ଆସିବେ ତାକୁ ସେମାନଙ୍କ ଦ୍ୱାରା ଆମେ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଚିନ୍ତା କରିବାକୁ ପଡ଼ିବ। ଆମେ ସଜାଗ ରହିବାକୁ ପଡ଼ିବ ନା କ'ଣ? ଆମେ ସମସ୍ତେ ସଜାଗ ରହିବା। ସଜାଗ ରହିବା ଆଜିଠୁ। ସଜାଗ ରହିବା। ଭଲ ଲାଗେ। ମୁଁ ଯେତେବେଳେ ଯୁବକ ଥିଲି ମୋତେ ଖାଦ୍ୟ ସଂଗ୍ରହ କରିବା ପାଇଁ କୁଆଡ଼େ ଯିବାକୁ ପଡ଼ୁନଥିଲା। ମୋ ପାଖାପାଖି ଯେତେବେଳେ ମାଛ ବେଗ ଯାହା କିଛି ଆସୁଥିଲେ ମୁଁ ସେମାନଙ୍କୁ ଭାରି ସହଜରେ କାବୁ କରି ମୋର ଆଧାର ପରିପୋଷଣ କରୁଥିଲି, ମୋର ପେଟ ପରିପୋଷଣ କରୁଥିଲି। ଏବେ ମୁଁ ଯେତେବେଳେ ବୃଦ୍ଧ ହେଇଯାଇଛି ମୋତେ ଖାଦ୍ୟ ସଂଗ୍ରହ କରିବାରେ ଭାରି କଷ୍ଟ ହେଉଛି। ହେଲେ ମୁଁ କ'ଣ କରିବି? ହଉ ଠିକ୍ ଅଛି, ତଥାପି ତ ମୋତେ କିଛି ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିବ। ହେଲେ ମୁଁ ତ ଏବେ ବେଶୀ ଦୂରକୁ ଯାଇପାରିବିନି। ଦେଖିବା ଏଇ ପାଖାପାଖି ଏରିଆରେ ଯଦି କିଛି ଖାଦ୍ୟ ମିଳିଯାଏ ତାହେଲେ ମୁଁ ଟିକେ ଅପେକ୍ଷା କରି ରହିବି। ହଁ ଆମେ ଏଇଠି ସମସ୍ତେ ଖେଳାବୁଲା କରିବା। ଠିକ୍ ଅଛି, ଆସ ସମସ୍ତେ ଖେଳିବା। ଓହୋ ଭଗବାନ, ମୁଁ କ'ଣ କରିବି? ଏତେ ଦୂର ବୁଲି ଆସିଲି, ମୋତେ ଖାଦ୍ୟ ଟିକେ ମିଳିଲାନି। କିଛି ଗୋଟେ ଉପାୟ କରିବାକୁ ପଡ଼ିବ। ନା, ମୁଁ ଆଉ ଦୌଡ଼ି ପାରିବିନି। ମୋର ଇଆଡ଼େ ପ୍ରାଣବାୟୁ ଉଡ଼ିବା ଉପରେ, ମୁଁ ଆଉ ଖାଦ୍ୟ ସଂଗ୍ରହ ପାଇଁ ଆଉ କୁଆଡ଼େ ଦୌଡ଼ି ପାରିବିନି। ମୋତେ କିଛି ଗୋଟେ କରିବାକୁ ପଡ଼ିବ। କ'ଣ କରିବି, କ'ଣ କରିବି? ପେଟ ପୋଷ ନାହିଁ ଦୋଷ। ପେଟ ପୋଷିବା ପାଇଁ କିଛି ଗୋଟେ ମୋତେ ଉପାୟ କରିବାକୁ ପଡ଼ିବ। ଠିକ୍ ଅଛି, ମୁଁ ଖାଦ୍ୟ ପାଖକୁ ଯିବା ଦରକାର ନାହିଁ, ଖାଦ୍ୟ ମୋରି ପାଖକୁ ଆସିବ। କଥାରେ ଅଛି ପରା, ଇଚ୍ଛା ଥିଲେ ଉପାୟ ମିଳେ। କିଛି ଗୋଟେ ବୁଦ୍ଧି ଖଟେଇବାକୁ ପଡ଼ିବ ନା। ଠିକ୍ ଅଛି, ମୁଁ ଗୋଟେ ସାଧୁ ବେଶ ଧରିବି, ଜପାମାଳି ଧରି ଭଗବାନଙ୍କୁ ତପସ୍ୟା କରିବା ଅଭିନୟ କରିବି। ଆଉ ଯେତେବେଳେ ମୋ କବଳରେ କୌଣସି ଖାଦ୍ୟ ଆସେ ତାହେଲେ ମୁଁ ତାକୁ ଆଉ ଠିକ୍ ଅଛି ରହିଯିବା। ହରି ଓମ୍ ତତ୍ସତ୍, ହରି ଓମ୍ ତତ୍ସତ୍। ଜୟ ସୀତାରାମ, ଜୟ ସୀତାରାମ, ଜୟ ସୀତାରାମ। ହରେ କୃଷ୍ଣ, ହରେ କୃଷ୍ଣ, ହରେ କୃଷ୍ଣ। ଭାଇମାନେ, ଗୋଟେ କ'ଣ ଆମର ବାବା ମଧ୍ୟ ଆସିଛନ୍ତି ଆମର ପୋଖରୀ ନିକଟକୁ। ତାହେଲେ ଆମେ ଦେଖିବାକୁ ଯିବା ଚାଲୁନ ସମସ୍ତେ ମିଳିମିଶିକିରି। କେତେ ଦିନ ହେଲା ନାଟ୍ୟ ଯାତ୍ରା ଦେଖିଲେ? ତାଙ୍କ ପାଖକୁ ଯିବା।
ହଁ ଯିବା ଯେ ଆମ କଙ୍କଡ଼ା ଭାଇ ପରା କହିଥିଲେ ସେ ବିପଦ ଆସୁଛି କାଳେ ସେ ଯଦି ଛଦକା ସହିତ ଆସିଥିବ ତାକୁ ଯଦି ସେମାନେ ଯଦି ଆମକୁ ଖାଇଦେବେ ତାପରେ କ'ଣ ହବ? ଚାଲ କିଛି ହବନି ଦେଖିବା ଚାଲ। ଚାଲ ଚାଲ କିଛି ହବନି କ'ଣ ଅଛି ଯିବା ଚାଲ। ନାଇଁ ଭାଇ ନାଇଁ ମାଛ ଭାଇ ଯିବାନି ଆମେ ଆମର ବଡ଼ମାନଙ୍କ କଥା ମାନିବାକୁ ପଡ଼ିବ ନହେଲେ ଆମେ ଜୀବନ ବିପଦରେ ପଡ଼ିପାରେ। ସେ ଜଣେ ତପସ୍ୱୀ ତନ ଦେଖିବା। ତମେ ବୃଦ୍ଧ ହେଇଗଲେ କି ଜାଣିପାରୁନ ଚାଲ ଯିବା ଗୋଟେ ନୂଆ ଜିନିଷ ଦେଖିବା ନା ନୂଆ ଜିନିଷ ଦେଖିଲେ ସିନା ଆମେ ନୂଆ କଥା ଶିଖିବା। ହଉ ଦେଖାଯାଉ ତମାନେ ଯଦି କହୁଛନ୍ତି ଦେଖିବା କିନ୍ତୁ ଆମେ ତଥାପି ସଜାଗ ରହିବା ଆମ ଭାଇଙ୍କ ବଡ଼ ଭାଇ କଙ୍କଡ଼ା ଭାଇଙ୍କ କଥା ଶୁଣିବା ମନ ରଖିବାର ଅଛି ହେଲା। ଠିକ ଅଛି। କିଏ ବାବା ଆପଣ ଅଛନ୍ତି ଏଇଭଳିଆ ନିର୍ଜନ ଜାଗାରେ ଆମ ଶାନ୍ତ ଆଉ ଶୀତଳ ପରିବେଶରେ କ'ଣ ବସନ୍ତି? हरि ओम तत्सत हरि ओम तत्सत जय सीताराम। बत्स ମୁଁ ହେଉଛି ବାବା ତ୍ରିକାଳଦର୍ଶୀ। ମୁଁ ତୁମର ଅତୀତ ଭୂତ ଭବିଷ୍ୟତ ସବୁ ଜାଣିପାରେ ଆଉ ଅତି ନିକଟ ଭବିଷ୍ୟତରେ ତୁମମାନଙ୍କର ଗୋଟେ ମହାବିପଦ ଆସୁଛି। ତେଣୁକରି ତମେ ମୋ କଥାକୁ ମାନିବାକୁ ପଡ଼ିବ। କ'ଣ କ'ଣ ବିପଦ ଅଛି ତପସ୍ୱୀ ଆମକୁ ଟିକେ ସୂଚନା ଦିଅନ୍ତୁ। हरि ओम तत्सत जय सीताराम। ए निकट भविष्यତରେ ମୁଁ ମୋର ତୃତୀୟ ନୟନରେ ଦେଖିପାରୁଛି ଏହି ପୋଖରୀର ପାଣି ସମ୍ପୂର୍ଣ୍ଣ ଶୁଖିଯିବ ଆଉ ତୁମେମାନେ ଏହି ପୋଖରୀ ଭିତରେ ଛଟପଟ ହେଇ ମରିଯିବ। ତେଣୁକରି ତୁମେମାନେ ଯଦି ମୋ କହିବା ଅନୁସାରେ କାର୍ଯ୍ୟ କରିବ ତାହେଲେ ନିଶ୍ଚିତ ଭାବରେ ତୁମେମାନେ ସମସ୍ତେ ବଞ୍ଚିବ। ଉପାୟ କେଉଁ ଉପାୟ ବାବା? ଅଛି ଉପାୟ ଅଛି। ମୁଁ ତୁମ ସମସ୍ତଙ୍କୁ ଜଣ ଜଣ କରି ଅନ୍ୟ ଏକ ପୋଖରୀକୁ ନେଇଯିବି। ତେଣୁ ତୁମେ ସମସ୍ତେ ପ୍ରସ୍ତୁତ ହେଇଯାଅ। ମୁଁ ଜଣ ଜଣ କରି ଅନ୍ୟ ଏକ ପୋଖରୀକୁ ସୁରକ୍ଷିତ ଭାବରେ ନେଇଯିବି। କ'ଣ କରିବା ମାଛ ଭାଇ କ'ଣ କରିବା? କଙ୍କଡ଼ା ଭାଇ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା କାହିଁକି ସେ ଆମକୁ ମାର୍ଗଦର୍ଶନ କରୁଛନ୍ତି କାଳେ ଆମେ ବିପଦରେ ପଡ଼ିବା। ତେଣୁକରି କଙ୍କଡ଼ା ଭାଇ ଆସିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା ତାଙ୍କେ ଯାହା କହିବେ ଆମେ ତା ଅନୁସାରେ କାମ କରିବା ନା କ'ଣ କହୁଛନ୍ତି ମାଛ ଭାଇ? ହଁ ଠିକ ଅଛି। ଠିକ ଅଛି। ଠିକ ଅଛି ମୋ କଥାରେ ତମେ ସମସ୍ତେ ରାଜି ତ? ତାହେଲେ ତୁମମାନଙ୍କ ଜୀବନ ବଞ୍ଚିଗଲା ବୋଲି ଜାଣ। ଧନ୍ୟବାଦ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଆଉ ଭାଇ ଦେବ ଭାଇ ଆଉ ମାଛ ଭାଇ କ'ଣ ସବୁ ଆଲୋଚନା ଏଠି ଚଲେଇଛ? ଏବେ କିଛି ସମୟ ପରେ ଆମର ଜଣେ ତପସ୍ୱୀ ଆସିଥିଲେ। ସିଏ ଆମର ଭବିଷ୍ୟତର ବିପଦ ଆଶଙ୍କା କରି ଆମକୁ କିଛି ସେ ବିପଦରୁ ବର୍ତ୍ତିବାର ରାସ୍ତା ବତେଇଛନ୍ତି। ସେଇ ବିପଦରୁ ବର୍ତ୍ତିବାର ରାସ୍ତା ଆମ ମାଛ ଭାଇମାନେ କହିବେ। ସେ ଆମକୁ ଏ ପୋଖରୀରେ ଶୁଖିଯିବାର ଭୟ ଅଛି ପାଣି ଶୁଖିଯିବ ତେଣୁ ଆମେ ସମସ୍ତେ ମରିଯିବା। ସେଥିପାଇଁ ଆମେ ଅନ୍ୟ ପୋଖରୀକି ଯାଇ ଆମର ଜୀବନ ବଞ୍ଚାଇବା ପାଇଁ ଅନ୍ୟ ପୋଖରୀକୁ ଯିବାକୁ ପଡ଼ିବ। ସେଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ସମସ୍ତେ ମିଳିମିଶି ବଗ ସହାୟତାରେ ଅନ୍ୟ ପୋଖରୀକି ଯିବା। ଆପଣ କ'ଣ କହୁଛନ୍ତି କଙ୍କଡ଼ା ଭାଇ? ହଁ ବେଲ ଭାଇ ମାଛ ଭାଇ ଦେଖନ୍ତୁ ଗୋଟେ ଅଚିହ୍ନା ଲୋକକୁ ଆମେ ହଠାତ୍ ଆସିକି ତାଙ୍କୁ ଚିହ୍ନା ଦେଇଦେବା ଠିକ ନୁହେଁ। ତାଙ୍କର ଚିହ୍ନିବା ତାର ନାମ କ'ଣ ରହୁଛି କୋଉଠି କ'ଣ କାମ କରୁଛି ତା ବିଷୟରେ ଜାଣିଲା ପରେ ଆମେ ତା କଥାକୁ ବିଶ୍ୱାସ କରିବା। କିନ୍ତୁ ଅନ୍ୟ କଥାରେ ଆମେ ଯଦି ତା କଥାରେ ଭାସିଯିବା ତାହେଲେ ଆମେ ସେ ଜଣେ ସାଧୁ ବାବା ତାଙ୍କ କଥା ଶୁଣିଲେ ମୁଁ ଭାବୁଛି ଭଲ ହବ। କ'ଣ କହୁଛ ମାଛ ଭାଇ ସମସ୍ତେ? ହଁ ହଁ ତାଙ୍କ କଥା ଶୁଣିବା। ହଉ ଦେଖନ୍ତୁ ଆପଣ ଯଦି କହୁଛନ୍ତି ସମସ୍ତେ ଯଦି ରାଜି ଅଛି ତାଙ୍କ କଥାରେ ତାହେଲେ ମୁଁ ବି ରାଜି ଅଛି। ଆଉ ସଚେତନତା ଟିକେ ରହିବି ହେଲା ଭଲ ଭାବରେ ଦେଖିବେ ତାର ସଚେତନତା ରହିକି ଚାଲିବେ। ହଁ ହଁ ହଉ ଠିକ ଅଛି ଆମେ ସେୟା ହିଁ କରିବୁ। हरि ओम तत्सत हरि ओम तत्सत जय सीताराम। ଆଉ ସମସ୍ତେ କେମିତି ଅଛ?
ଆମକୁ ପାର କରିଦିଅନ୍ତୁ, ଅନ୍ୟ ପୋଖରୀ ଯାଇ ସେଇଠି ବଞ୍ଚିକି ରହିବା। ନିଶ୍ଚୟ ନିଶ୍ଚୟ, ମୁଁ ତମମାନଙ୍କୁ ସବୁ ଗୋଟେ ବଢିଆ ପୋଖରୀରେ ରଖିବି, ବଢିଆ ପୋଖରୀରେ। ତମେ ସବୁ ପ୍ରସ୍ତୁତ ତ? ଠିକ ଅଛି, ପ୍ରଥମେ କିଏ ଆସିବ କହିଲ? ଠିକ ଅଛି ଆସ ଆସ ଆସ। ହେଲା ଏତେ ସମୟ ଗଲେଣି ଆସୁନାହାନ୍ତି। ଦେଖିକି ଯାଉଛି। ଦେଖନ୍ତୁ ଆଉ ସେଠି ବୁଝିବେ ଆପଣ। ତାଙ୍କର ତ କୌଣସି ଖୋଜ ଖବର ମିଳିଲାନି। ସେ ପ୍ରକୃତରେ କ'ଣ ସେ ବଗ ଭାଇ ବି ଆସିନାହାନ୍ତି? ତାମାନେ କ'ଣ ବିପଦରେ ଅଛନ୍ତି ନା ଆମର ସୁବିଧା ପାଇଁ ନା ସେ ଆମର ଛଳନା କରି ନେଉଛନ୍ତି କି ଜଣାପଡ଼ୁନି ତ। ମୁଁ ବି ତ ଚାରିଆଡେ ଖୋଜି ସାରିଲିଣି, କାହିଁ କୋଉଠି ବି କିଛି ପତା ପାଇଲିନି। ଆଉ ଦେଖିବା ଆସନ୍ତୁ ସେ। ଠିକ ଅଛି। ହରି ଓମ୍ ତତ୍ସତ୍, ହରି ଓମ୍ ତତ୍ସତ୍। କିଛି ଅସୁବିଧା ନାହିଁ, ତମମାନଙ୍କ ସାଙ୍ଗ ବଢିଆ ପୋଖରୀରେ ଅଛନ୍ତି। ମୁଁ ବହୁତ ଦୂରରେ, ମୋ ବଡ଼ ପୋଖରୀରେ ଅଛନ୍ତି, ପାଣି କେବେ ଶୁଖିବନି ସେଠି। ଆଉ ଏବେ ତମମାନଙ୍କ ଭିତରୁ କିଏ ଯିବ କହିଲ? ଠିକ ଅଛି, ତେବେ ବର୍ତ୍ତମାନ ମୁଁ ଯିବା ପାଇଁ ଚାହୁଁଛି, ମତେ ପୋଖରୀ ନେଇ ମୋ ସୁବିଧା ରହିବି ତ? ନିଶ୍ଚୟ ନିଶ୍ଚୟ, ମୋର ପୋଖରୀ ଅଛି। ହଁ ଚାଲ ତେବେ। ଦେଖିବା ସେମାନେ ତ ଗଲେଣି। ଆସନ୍ତୁ, ଆସିଲେ ସେ ଯଦି ଭଲ ଜାଗାରେ ରହୁଛନ୍ତି ବୋଲି କହୁଛନ୍ତି, ମୁଁ ମଧ୍ୟ ଯିବି ସେଇ ଜାଗାରେ, ଭଲ ଜାଗାରେ ରହିବି, ଶାନ୍ତି ଶୃଙ୍ଖଳାରେ ରହିବି, ସେଠି ଆମ ଜୀବନ ପ୍ରତି ବିପଦ ନଥିବ। ଦେଖିବା ମୁଁ ବି ଯିବି, ଆସନ୍ତୁ ସେ। ହରି ଓମ୍ ତତ୍ସତ୍। ଦେଖନ୍ତୁ, ଏ ଛୋଟିଆ ପୋଖରୀରୁ ବଡ଼ ପୋଖରୀ ଗଲା ବେଳକୁ ମୁଁ କେମିତି ଟିକେ ସୁସ୍ଥ ସବଳ ହେଇଗଲି। ଆଉ ଧନ୍ୟବାଦ। ତମେ ଦି ଜଣ ବନ୍ଧୁ ନା, ଭଲ ପୋଖରୀରେ ଅଛନ୍ତି, ସୁସ୍ଥ ସବଳ ହେଇକି ଅଛନ୍ତି, ଖାଇ ପିଇ ପୁରା ଏନ୍ଜୟ କରୁଛନ୍ତି। ବର୍ତ୍ତମାନ ତମେ ବି ମୋ ସାଙ୍ଗରେ ଚାଲ, ଆଉ ସେଇ ପୋଖରୀରେ ତମକୁ ପହଞ୍ଚେଇଦେବି। ଆଉ ହଉ ଚାଲନ୍ତୁ, ସେମାନେ ଯଦି ଖୁସି ଅଛନ୍ତି, ସେମାନଙ୍କ ଖୁସିରେ ତ ଆମର ଖୁସି। ଚାଲ ସେ ପୋଖରୀକୁ ନେଇ ଚାଲ। ନିଶ୍ଚୟ ନିଶ୍ଚୟ, ଆସ। ଦେଖୁ ଏ ବନ୍ଧଟା ପୁରା ପୋଖରୀଟା। ଦେଖୁ ଦେଖୁ আমার ପୋଖରୀ ପୁରା ଶୂନ୍ୟ ହେଇଗଲା। ମାଛ ବେଙ୍ଗ କିଏ ବି ନାହାନ୍ତି। ଆମେ ଯୋଉ ଯାହା ରହିଲୁ, କଙ୍କଡ଼ା ଜାତି ରହିଲୁ, କ'ଣ ବଗ ଆଙ୍କୁ ଫାସ କରି କ'ଣ ଆଙ୍କୁ କ'ଣ ମଡ଼ ମାରିଦେଲା ବୋଧେ। ମତେ ଟିକେ ଦେଖିବାକୁ ପଡ଼ିବ। ଆରେ ଏଇ ତ ସବୁ ହାଡ଼ ଗୋଡ଼ ସବୁ ପଡ଼ିଛି। ଏ ମାଛ ମାନଙ୍କୁ ସେ ବାହାନ କରି ବଗ ନେଇକି ସେ ମାରି ଦଉଛି। ହଉ, ତା କଥା ଆମେ ଆଜି ତାକୁ ଚିନ୍ତା କରିବା। ସେ ମତେ ନେବା ପାଇଁ ଆସିବ ନା, ତା ପାଇଁ ଦେଖିବା କ'ଣ ସତର୍କ କରିବା। ଆଉ जय सीताराम। हरि ओम तत्सत, हरि ओम। ଆଉ କଙ୍କଡ଼ା ଭାଇ କେମିତି ଅଛ? ଭଲ ଅଛ? ଆଉ ତମ ସାଙ୍ଗମାନେ ପୁରା ବଡ଼ ପୋଖରୀ ଯାଇକି ପୁରା ଶାନ୍ତିରେ ଅଛନ୍ତି? ଆଉ ତମେ କେହି ଯିବନି? ଯିବ ତ? ଠିକ ଅଛି, ମୁଁ ବି ରେଡି। ମୁଁ ଏବେ ଟିକେ ପୁରା ସୁସ୍ଥ ସବଳ ହେଇଯାଇଛି, ଫୁଲ୍ ଏକ୍ସରସାଇଜ କରୁଛି। ଆସ, ତମକୁ ବି ନେଇଯିବି। ଆସ ଆସ। ଆମର ହେଲା